ଜାଗାବାଡ଼ିକୁ ନେଇ ମାମୁଁ ଭଣଜା ମଧ୍ୟରେ ଗୋଷ୍ଠୀ ସଂଘର୍ଷ, 6 ଜଣ ଗୁରୁତର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ମରଣାତ୍ମକ ଆକ୍ରମଣ କରିଥିବା ଜଣାପଡ଼ିଛି। ଗୋଷ୍ଠୀ ସଂଘର୍ଷରେ 6 ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସମ୍ପର୍କୀୟ ଲୋକେ। ପ୍ରାଥମିକ ଚିକିତ୍ସା ପରେ 2 ଜଣ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ ବାଲିଗୁଡ଼ା ପଟ୍ଟାଖଣ୍ଡା ସାହିର ଅଶରଫ ଓ ଆଲାଉଦ୍ଦିନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜାଗାବାଡ଼ିକୁ ନେଇ କଳହ ଲାଗି ରହିଥିଲା। ଉଭୟ ସମ୍ପର୍କରେ ମାମୁଁ ଭଣଜା ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନରୁ ଲାଗି ରହିଥିବା କଳହ ଗତକାଲି ଉଗ୍ର ରୂପ ନେଇଥିବା ବେଳେ ଅଶରଫ ଓ ତାଙ୍କ 3 ପୁଅ ଆଲାଉଦ୍ଦିନ, ରାଶିଦ ଓ ସାଦିଦକୁ ମରଣାତ୍ମକ ଆକ୍ରମଣ କରିଥିବା ଜଣାପଡ଼ିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। କନ୍ଧମାଳରୁ ଜିଲ୍ଲା ପ୍ରତିନିଧି ଜ୍ୟୋତି ପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।